ଏଇ ସକାଳର ବର୍ଷା ପାଗକୁ ଟିକେ ଗଛରୁ ତୋଳିକି ଆଣିକି ପାଣି କଖାରୁ ରାଇ ଟିକେ କଲେ ହୁଅନ୍ତାନି? ତାହେଲେ ଆସନ୍ତୁ ବନେଇବା। ହାଲୋ ଏଭ୍ରିୱାନ୍, ନମସ୍କାର, ଜୟ ଜଗନ୍ନାଥ, ୱେଲକମ୍ ଟୁ ମାଇ ୟୁଟ୍ୟୁବ ଚ୍ୟାନେଲ। ଏଇଠି ମୁଁ ପାଣି କଖାରୁ ରାଇ କରିବା ପାଇଁ ଏଇଠି କଖାରୁକୁ ଭଲ ଭାବରେ କାଟି ଦେଇଛି। ତା ସହିତ ଏଇଠି ଧୋଇ ଧୁଆକି ମୁଁ ଥୋଇ ଦେଇଛି ତାକୁ ସାଇଡରେ। ତାପରେ ଏଇଠି ମୁଁ ପ୍ରିପାରେସନ କରିବି ମସଲା। ତା ସହିତ ନେଇଯାଇଛି ପିଆଜ, ରସୁଣ, ଜିରା, ସୋରିଷ, ଲଙ୍କାକୁ ଗ୍ରାଇଣ୍ଡିଙ୍ଗ କରିଦେଇଛି। ତାପରେ ଏଇଠି ତେଲ ଗରମ କରିକି ତା ସହିତ ପଞ୍ଚ ଫୁଟଣ ଦେଇଦେଇଛି। ଆଉ ଏପଟେ ରଖିଥିବା ପାଣି କଖାରୁକୁ ତା ଉପରେ ଦେଇଛି। ପାଣି କଖାରୁକୁ ଦେଇ ସାରିଲା ପରେ ତା ଉପରେ ଲୁଣ, ହଳଦୀ ଦେଇକି ତାକୁ ଟିକେ ଭଲ ଭାବରେ ଘାଣ୍ଟି ଦବା ଯେପର୍ଯ୍ୟନ୍ତ ତା ଦେହରେ ସେ ମିକ୍ସ ନ ହେଇଛି। ତାକୁ ମିକ୍ସ କରିଦେଇଛି ମୁଁ ଏବେ। ତାପରେ ଏଇଠୁ 5 ରୁ 10 ମିନିଟ୍ ତାକୁ ଛାଡିଦବା। 10 ମିନିଟ୍ ଛାଡି ସାରିଲା ପରେ ସେ ସିଝି ଗଲାଣି। ତାପରେ ଏଇଠି ଟିକେ ହାଲକା ସିଝିଥିଲା ନା, ତାପରେ ଏଇଠି ଟିକେ ଦେଇଦେଇଛି ମୁଁ ମସଲା, ସୋରିଷ ମସଲା। ତାପରେ ଦେଇ ସାରିଲା ପରେ ଏଇଠି ମୁଁ ତାକୁ ଛାଡି ଦେଇଥିଲି ପୁଣି 5 ମିନିଟ୍। ଏଇଠି ସେ ରେଡି ହେଇଯାଇଛି ଗରମ ଗରମ ପାଣି କଖାରୁ ରାଇ। କେମିତି ଲାଗିଲା?